ହସୁଥିଲା ମୋ ସଂସାର ଏମିତି ଖୁସିରେ ଦିନେ କଲିଜା ମୋ ପାଟି ଯାଏ ସେ କଥା ପଡ଼ିଲେ ମନେ ସହି ନ ପାରିଲା ଯେ ବିଧାତା ସହି ନ ପାରିଲା ଯେ ବିଧାତା ସେ ହସ ଗଲା କେନେ ସେ ଖୁସି ଗଲା କେନେ ସେ ହସ ଗଲା କେନେ ସେ ଖୁସି ଗଲା କେନେ ଶୁଭୁଛି ମନେ ମନେ ହସୁଥିଲା ମୋ ସଂସାର ଏମିତି ଶୁଣିଲ ତ ଭାଇ ସେଇ ମୋର ଅତୀତର କାହାଣୀ ସେଇ ମୋର ଦୁଃଖ ଭରା ବାଣୀ ଶୁଣିଲି ସବ ଶୁଣିଲି ହେଲେ ତୋ ନା ମୋ ନାଁ ହେଉଛି ରାକ୍ଷୀ କଣ କହିଲୁ ଆଉ ଥରେ କହିଦେ କହିଲି ପରା ମୋ ନାଁ ହେଉଛି ରାକ୍ଷୀ ଆଉ ଥରେ କହିଦେ ମୋ ନାଁ ହେଉଛି ରାକ୍ଷୀ ଆଉ ବାପା ରାଜା ମିତ୍ର ସେନ ହେଲେ ମୋ ବାବାଙ୍କ ନାଁ ଜାଣିଲ କେମିତି ମା ରାଣୀ ଶାନ୍ତିଲତା ଭଗବାନ ଏତେ ଦିନ ପରେ ଏତେ ବର୍ଷ ପରେ ଆଜି ମୋ କର୍ଣ୍ଣରେ ଶୁଣିବାକୁ ପାଉଛି ମୋ ମା ବାପାଙ୍କ ନାଁ କିଏ ତୁମେ ଏ ଜଙ୍ଗଲରେ ବୁଲୁଥିବା ମଣିଷ ମୋ ମା ବାପାଙ୍କ ନାଁ ଜାଣିଲ କେମିତି এই ଜଙ୍ଗଲରେ ବୁଲୁଥିବା ମଣିଷର ପରିଚୟ ଜାଣିବୁଲ ମୁଁ ତମ ପରିଚୟ ଜାଣିବାକୁ ଚାହୁଁଛି ମୋ ପରିଚୟ ହଉଛି ମୁଁ ତ ହତପକା ଭାଇ ତପ ସତରେ ମୁଁ ବିଶ୍ୱାସ କରିପାରୁନି ଯେ ମୋ ବଡ଼ ଭାଇଟା ମୋ ଆଖି ଆଗରେ ଛିଡ଼ା ହେଇଛି ବୋଲି ଭାଇ ଏତେ ଦିନ ଧରି ଏତେ ବର୍ଷ ଧରି ତୁ କୋଉଠି ଥିଲୁ ଆଉ ତୁ କେମିତି ବଞ୍ଚିଲୁ ଭାଇ ତୁ ବଞ୍ଚିଲୁ କେମିତି ରାକ୍ଷୀ
ତୁ ତ ଜାଣିଛ ସେଇ ଆମ ବାଲ୍ୟ ଦିନର କାହାଣୀ। ସେଦିନ ଥିଲା ରାକ୍ଷୀ ବନ୍ଧନ ଉତ୍ସବ। ଆମ ରାଜ୍ୟରେ ମହା ଆଡମ୍ବରରେ ପାଳନ କରାଯାଉଥିଲା, କିନ୍ତୁ ସମୟର ଗୋଟେ ଚକ୍ରାନ୍ତରେ ପଡ଼ି ଶେଷରେ ଆମ ମା ବାପା ମିଷ୍ଟାନ ଖାଇ ଆମ ଦୁଇ ଭାଇ ଭଉଣୀ ଯାକ ଏତେ ବଡ଼ ଦୁନିଆରେ ଅନାଥ କରିଦେଇ ସେମାନେ ଆର ପାରିକୁ ଚାଲିଗଲେ। ହେଲେ ଜାଣିଛୁ ରାକ୍ଷୀ, ଶେଷରେ ସେଇ ପଶୁ ଶୈତାନ ମାନେ ଗୋଟେ ପଟେ ଜଙ୍ଗଲରେ ତୋତେ ନେଇ ଆଉ ଗୋଟେ ପଟେ ଜଙ୍ଗଲରେ ମୋତେ ନେଇ କଣ କଲେ ତୁ ଜାଣିଛୁ? ମୁଁ ଆଗକୁ ଜାଣିନି ଭାଇ। ଏ ରାକ୍ଷୀ, ମୋତେ ନେଇ ସେଇ ପାହାଡ଼ ଉପରରୁ ମୋତେ ଫିଙ୍ଗି ଦେଲେ। ଜାଣିଛୁ ରାକ୍ଷୀ, ଯାହାକୁ ରଖିବେ ଅନନ୍ତ କି କରିପାରିବେ ବଳବନ୍ତ, ସେଇ ଜଗତର ନାଥ ଜଗନ୍ନାଥ ସେ କାଳିଆ ଠାକୁର ସାଇ ହେଇ ତୋ ବଡ଼ ଭାଇଟାକୁ ଏତେ ବଡ଼ ଦୁନିଆରେ ବଞ୍ଚେଇ ଦେଲେ ଲୋ। କିନ୍ତୁ ଏତିକି ଜାଣିଛୁ ରାକ୍ଷୀ, ମୁଁ ଏ ଜଙ୍ଗଲରେ ବଞ୍ଚିଛି ମାନେ ମୋ ସୁନା ଭଉଣୀ ରାକ୍ଷୀଟା ନିଶ୍ଚୟ ବଞ୍ଚିଥିବ। କିନ୍ତୁ ରାକ୍ଷୀ, ତୁ କେମିତି ବଞ୍ଚିଲୁ? ତୋ ଏ ବଡ଼ ଭାଇଟାକୁ ତୁ ଟିକେ କହିପାରିବୁ? ଏ ଭାଇ, ତତେ ନ କହିବି ନା କହିବି ବାବୁ କାହାକୁ? ଜାଣିଛୁ ଭାଇ, ସେଇଦିନ କଥା, ସେଇଦିନ ତତେ ଜଙ୍ଗଲକୁ ନେଇଗଲେ, ସେଇ କଥା ଆଉ ମୁଁ ଜାଣିନି ଭାଇ। ହେଲେ ସେଇ ପାପି ଜଣକ ମତେ ଆଉ କୋଉ ଅନ୍ୟ ଜଙ୍ଗଲକୁ ନେଇ ମତେ ଜୀବନରେ ମାରିଦେବା ପାଇଁ ଚେଷ୍ଟା କଲେ। ଭଗବାନ, କିନ୍ତୁ ମୋ ପାଇଁ ଆସିଲେ ଜଣେ ମୋ ଜନ୍ତା ଠାକୁର। ଜନ୍ତା ଠାକୁର ସେଇ ରାକ୍ଷସ କବଳରୁ ମତେ ଉଦ୍ଧାର କଲେ, ତାଙ୍କ ହିସାବର ପଲ୍ଲୀକୁ ଆଣିଲେ, ପିଲାଟି ଦିନରୁ ପୋଷି ପାଳି ଏତେ ବଡ଼ କଲେ। ମା ବାପା ଭାଇ ବନ୍ଧୁ ସମସ୍ତଙ୍କ ସ୍ନେହ ମମତା ମତେ ଓଜାଡ଼ି ଦେଲେ। ଜାଣିଛୁ ବାବା, ମୋ ବାବା ମତେ କୌଣସି କିଛି କମ୍ ଅନୁଭବ କରିବାକୁ ଦେଲେନି। ସେଇ ମୋ ବାବା, ସେଇ ମୋ ଜନ୍ତା ଠାକୁର ଆଉ କେହି ନୁହନ୍ତି ଭାଇ। ଏଇ ସବର ପରେ ରହୁଥିବା ମୋ ବାବା ଜଣେ ସବର ରାଜା। କିନ୍ତୁ ଏଇ ସବୁ କଥା ଏଇଠି ହେବା ଉଚିତ ହବନି। ମୋ ସହିତ ସେଇ ସବର ପଲ୍ଲୀକୁ ଯିବା, ସେଇଠି ବସିକି ଆମେ ଦୁଇ ଭାଇ ଭଉଣୀ ସେଇ ଆମ ଅତୀତ କଥାକୁ ମନେ ପକେଇବା। ଆସ ଭାଇ, ସେଇ ସବର ପଲ୍ଲୀକୁ ଯିବା। ଆସ ଭାଇ, ତୁ ମୋ ସହିତ ଆସୁନ କାହିଁକି? ଏ ରାକ୍ଷୀ, ମୁଁ ଆଜି ତୋ ସହିତ ଯିବିନି। ତୁ ଯଦି ଯିବୁ ମୁଁ ତତେ ତୋ ସେଇ ସବର ବାବାଙ୍କ ଘର ବାଟରେ ଛାଡ଼ି ମୁଁ ଚାଲିଯିବି ରାକ୍ଷୀ ସେଇ ମୋର ଜଙ୍ଗଲ କୁଟୀରକୁ। ମୁଁ ଆଦରେ ସେ ଜଙ୍ଗଲ କୁଟୀରକୁ ଯିବାକୁ ଦେବିନି। ଏତେ ଦିନ ପରେ, ଏତେ ବର୍ଷ ପରେ ଆଜି ମୁଁ ମୋ ସୁନା ଭାଇଟାକୁ ପାଇଛି, ଆଉ କଣ ଏମିତି କୁଆଡ଼େ ଯିବାକୁ ଦେବି? ରାକ୍ଷୀ, ତ ସୁନା ଭାଇ ଆଜି ସୁନା ନୁହଁ, ମୁଁ ସାଜି ଯାଇଛି ଗୋଟେ ଆତଙ୍କବାଦୀ। ତୁ ଆତଙ୍କବାଦୀର ପରିଚୟ ଦୁନିଆ କରି ଜମାରୁ ଦେନି ଭାଇ। ତୁ ମୋ ସୁନା ଭାଇଟା, ଆଉ ତତେ ଯେମିତିରେ ମଧ୍ୟ ତମ ମାନଙ୍କ ସହିତ ଏଇ ସବର ପଲ୍ଲୀରେ ରହିବାକୁ ନାଇଁ ରାକ୍ଷୀ, ମୁଁ ତ ସବର ପଲ୍ଲୀରେ ରହିପାରିବିନି, କିନ୍ତୁ ବାବାଙ୍କୁ ମୋ ପରିଚୟଟା ମୁଁ ଦେଇପାରିବିନି। ମୁଁ ତତେ ଆଜି କଥା ଦେଉଛି ଭଉଣୀ, ମୋ ତ ବଡ଼ ଭାଇଟା ସବୁଦିନ ପାଇଁ ତୋ ଛାଇ ହେଇକି ରହିଥିବେ, କିନ୍ତୁ ତୋ ବାବାଙ୍କୁ ମୋ ପରିଚୟଟା ମୁଁ ଦେଇପାରିବିନି। ଏତେ ଦିନ ପରେ, ଏତେ ବର୍ଷ ପରେ ତୁ ତୋ ସାନ ଭଉଣୀକୁ ପାଇଛ, ଆଉ ତୋ ଭଉଣୀ ପାଖରେ ରହିବାକୁ ତୋର ଇଚ୍ଛା ନାହିଁ? ଅଛି, କିନ୍ତୁ ତୋ ବଡ଼ ଭାଇଟା ଅଛି এই সমাজ আগে অনেক দূরକୁ ଚାଲି ଯାଇଛି। କଣ ପାଇଁ ମନେ କରୁଛୁ? ମୁଁ ଜାଣିଛି ଭାଇ, କଣ ପାଇଁ ମୋ ସହିତ ଏ ସବର ପରେ ରହିବା ପାଇଁ ତୁ ମନା କରୁଛୁ? ପିଲାଟି ଦିନରୁ ଆମକୁ ମା ବାପା ଛାଡ଼ି ଗଲେ ଆରମ୍ଭକୁ। ଏଥିରେ ତୋର କୌଣସି ଦୋଷ ନାହିଁ ଭାଇ। ପ୍ରକୃତ ଦୋଷଟା ହେଉଛି
ସେ ଆମ ମା ବାପାଙ୍କର। ରାକ୍ଷୀ ମା ବାପାଙ୍କ କଥାକୁ ମନେ ପକାଇ ତୁ ଆଜି ମତେ ବାଧ୍ୟ କରିପାରିବୁନି ଭଉଣୀ। ମୁଁ ବାଧ୍ୟ କରିବି ଏ ସବର ପରେ ତତେ ରହିବା ପାଇଁ। ତୁ ଯଦି ମତେ ବାଧ୍ୟ କରିବ ତାହେଲେ ତୋତେ ରହିଲା ଏଇ ତ ବଡ ଭାଇ ତପନର